ରାଧେ ରାଧେ ଜୟ ଜଗନ୍ନାଥ ବନ୍ଧୁମାନେ। ଆଜି ମଧ୍ୟାହ୍ନ 12ଟା ମଠରେ ଅଛି। ଗୋଟେ କଥା ଆପଣଙ୍କୁ କହିବି, ଯଦି ଜଣେ ବ୍ୟକ୍ତି ପାଖରେ, ସେ ବ୍ୟକ୍ତିଟି ପୁରୁଷ ହେଉ କିମ୍ବା ନାରୀ ହେଉ, ତା ପାଖରେ ଯୌବନ ଅବସ୍ଥା, ତା ସହିତ ସୁନ୍ଦରତା, ତା ସହିତ ପ୍ରଚୁର ଧନ ସମ୍ପତ୍ତି ଏବଂ ତା ସହିତ ପ୍ରତିଷ୍ଠା, ଏ ଚାରିଟା ଜିନିଷ ଥିବ। ପଦମର୍ଯ୍ୟାଦା, ପ୍ରତିଷ୍ଠା ହେଉଛି ପଦମର୍ଯ୍ୟାଦା। ଏ ଚାରିଟା ଜିନିଷ ଥିବ, ତାହେଲେ ସେ ବ୍ୟକ୍ତି ଅବାଟକୁ ଯିବାର ସମ୍ଭାବନା ଅଧିକ। ତା'ର ସଦୁପଯୋଗ ସେ କରିପାରିବ ନାହିଁ। ମନର ବ୍ୟଗ୍ରତା, ଚଞ୍ଚଳତା ବୃଦ୍ଧି ପାଇବ। ମନକୁ ସଂଯମ ରକ୍ଷା କରିବା ତା ପକ୍ଷରେ କଷ୍ଟ ହେବ। ଏଠି କ'ଣ ହେବ? ନିଜର ଆତ୍ମାର କଲ୍ୟାଣ କରିବା ପରିବର୍ତ୍ତେ ସିଏ ବିପଥଗାମୀ ହେବ। ଏ ଚାରିଟା ଜିନିଷ ବିପଦକୁ ଡାକି ଆଣିବ। ଏକରେ ଯୁବ ସୁଲଭ ଅବସ୍ଥା, ଯୌବନର ଉଦ୍ଦୀପନା। ଦୁଇରେ ହେଉଛି ସୁନ୍ଦରତା। ତିନିରେ ହେଉଛି ଅର୍ଥ, ପ୍ରଚୁର ଅର୍ଥ ଥିବ। ଚାରିରେ ପଦ ପ୍ରତିଷ୍ଠା। ଯେଉଁ ପୋଷ୍ଟରେ ଅଛି, ମହାବିପଦକୁ ଡାକି ଆଣିବ ଏ ଚାରିଟା ଜିନିଷ। ତେଣୁ ଆମେ ହୁସିଆର, ଏଇ ପ୍ରତି ଆମେ ସଦା ଜାଗ୍ରତ ରହିବା। ଏ ପ୍ରତି ଆମେ ରହିବା। ଏ ତିନିଟା ଚାରିଟା ଜିନିଷ ଥିଲେ ବି ଆମେ ଏ ଚାରିଟା ଜିନିଷର କ'ଣ କରିବା? ଉପଯୋଗ କରିବା। ଉପଯୋଗ, ନଟ୍ ଉପଭୋଗ। ଯଦି ତାକୁ ଉପଭୋଗ କରିବାରେ ଲାଗିବା, ତାହେଲେ ଆତ୍ମିକ କଲ୍ୟାଣରେ ବାଧା ଆଣିବ। ଏ ଚାରିଟା ଯାକ ଜିନିଷ ଆତ୍ମିକ କଲ୍ୟାଣରେ ବାଧା ଆଣିବ। ଉପଭୋଗ କଲେ ଆଉ ଉପଯୋଗ କଲେ ତା ବାଟରେ ସେ ପଳେଇବ, ଆମ ବାଟରେ ଆମେ ରହିବା। ଏ ଯେଉଁ ଚାରିଟା ଜିନିଷର ପରମାନେଣ୍ଟ ନୁହଁ। ଏ ଚାରିଟା ଜିନିଷ ଆସିଛି, ଚାଲିଯିବ। ଯୁବାବସ୍ଥା ପଳେଇବ, ସମ୍ପତ୍ତି ପଳେଇବ, ସୁନ୍ଦରତା ପଳେଇବ, ବୁଢ଼ାପା ଆସିବ, ପଦମର୍ଯ୍ୟାଦା ମଧ୍ୟ ସବୁଠୁ ଟେମ୍ପୋରାରୀ, ସେ ବି ପଳେଇବ। ଏ ସବୁଗୁଡ଼ାକ ପଳେଇବ। ଆସିଛି ଯେମିତି ପଳେଇବ। କମ୍ପ୍ଲିଟ୍ ଟେମ୍ପୋରାରୀ, ଟୋଟାଲି ଟେମ୍ପୋରାରୀ। ଏ ଟେମ୍ପୋରାରୀ ପଛରେ ଦୌଡ଼ି ନିଜର ଆତ୍ମାର କଲ୍ୟାଣ ନ କରିବା ହେଉଛି ବୋକାମି। ଆ ପାଇଁ ଟିକେ ଆମର ସାବଧାନ ରହିବା। ସାଧୁ ସାବଧାନ କୁହାଯାଏ। ସାଧୁ ସାବଧାନ। ଯେଉଁମାନେ ସାଧୁ ପ୍ରକୃତ, ସେମାନେ ସାବଧାନ ନହେଲେ ସାଧୁ ହୋଇପାରିବେନି। ରହିଲି।